ଆସିଲା ରେସନ କାର୍ଡ଼ ନେଇ ବଡ଼ ଆପଡେଟ୍। ଯଦି ଆପଣ ବିବାହିତ ତାହେଲେ ରେସନ କାର୍ଡ଼ଟିକୁ ଅଲଗା କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି, ପୁରା ଜଏଣ୍ଟ ଫ୍ୟାମିଲି ଭିତରେ ରହିଛି। ସେଥିପାଇଁ ଏହି ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ, ଆଉ ଆପଣ କେମିତି ଅଲଗା କରିବେ ପୁରା ଜାଣିପାରିବେ। ଜୟ ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଷ୍ଟାର୍ଟ କରିବା। ସେଥିପାଇଁ ଆମେ କୌଣସି ଏକ ବ୍ରାଉଜରକୁ ଯିବା। ଗଲା ପରେ ଫୁଡ୍ ଓଡ଼ିଶା ଲେଖି ଆମେ ସର୍ଚ୍ଚ କରିବା। ଲେଖିଲା ପରେ ଏଇଠି ଯେଉଁ ପ୍ରଥମ ଲେଖି ଦେଖାଉଛି ଫୁଡ୍ ଓଡ଼ିଶା ଆଣ୍ଡ କନଜ୍ୟୁମର ୱେଲଫେୟାର ଡିପାର୍ଟମେଣ୍ଟ, ତା ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏହିପରି ଆପଣମାନଙ୍କୁ ପେଜ୍ ଦେଖାଇବ। ପେଜ୍ ଦେଖାଇଲା ପରେ ଆପଣ ଦେଖିବେ ଏଠି ଅନଲାଇନ୍ ସର୍ଭିସ୍ ଲେଖା ହେଇଛି ଉପରେ। ଅନଲାଇନ୍ ସର୍ଭିସ୍ ତା ଉପରେ କ୍ଲିକ୍ କରିବେ। ସିଟିଜେନ୍ ସର୍ଭିସ୍ ଉପରକୁ ଯିବେ। ଗଲା ପରେ ଏଠି ଦେଖିପାରୁଥିବେ ଆପ୍ଲାଏ ନ୍ୟୁ କାର୍ଡ଼, ଏଡ଼ିସନାଲ୍ ମେମ୍ବର, ଡିଲେଟ୍ ମେମ୍ବର, ଟ୍ରାନ୍ସଫର୍ ମେମ୍ବର, ଡାଉନଲୋଡ଼ ରେସନ କାର୍ଡ଼ ଏବଂ ଟ୍ରାନ୍ସଫର୍ ଫ୍ୟାମିଲି। ଏଠି ଆପଣ ଯଦି ଅଲଗା କରିବାକୁ ଚାହୁଁଛନ୍ତି ତାହେଲେ ପ୍ରଥମେ ଆପଣ ଡିଲେଟ୍ ମେମ୍ବର ଉପରେ କ୍ଲିକ୍ କରିବେ। କାହିଁକିନା ଆପଣଙ୍କର ଯେଉଁ ପୁରୁଣା ଚାଉଳ କାର୍ଡ଼ରେ ଆପଣଙ୍କ ନାମ ଅଛି ସେଠି ଆପଣଙ୍କୁ କାଟିବାକୁ ପଡ଼ିବ। ସେଥିପାଇଁ ଡିଲେଟ୍ ମାରିଲା ପରେ ଏଇଠି ଆପଣଙ୍କ ଯେଉଁ ଚାଉଳ କାର୍ଡ଼ ଅଛି ତା ନମ୍ବରଟିକୁ ଦେଇଦେବେ। ଗେଟ୍ ଡିଟେଲ୍ସ ବାହାରିବ। ଦେଲା ପରେ ଆପଣଙ୍କ ନାମଟିକୁ କାଟିଦେବେ। କାଟିଲା ପରେ ଆପଣ ଏଠି ନ୍ୟୁ କାର୍ଡ଼ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଆପଣଙ୍କର ଜିଲ୍ଲା, ବ୍ଲକ, ଜିପି, ଭିଲେଜ, ଘର ନମ୍ବର, ପିନକୋଡ଼, ତାପରେ ଯଦି ଆପଣଙ୍କର ପରମାନେଣ୍ଟ ଓ ରେସିଡେଣ୍ଟ ସେମ୍ ଅଛି ତାହେଲେ ବକ୍ସ ଉପରେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଆପଣଙ୍କର ଏ ସବୁ ଅଟୋମେଟିକ୍ ଭରିଯିବ। ଏଇଟା ଅଟୋମେଟିକ୍ ଆପଣଙ୍କ ବୟସ ଅନୁସାରେ ଦେଇଦେବେ। ତାପରେ ଆପଣ ଏଠି ଆସିବେ ଆର୍ସି, ଆପଣଙ୍କର କେଉଁ ପ୍ରକାର ଚାଉଳ କାର୍ଡ଼ ଦରକାର, AY, APL, BPL ଯାହା ଅଛି। ତାପରେ ଏଠି ଆପଣଙ୍କର ପଞ୍ଚାୟତ ଚୁଜ୍ କରି ନେଇଯିବେ। ତାପରେ ଚାଉଳ କେତେ କିଲୋ, ତେଲ କେତେ କିଲୋ, ଏହା ସବୁ ଚୁଜ୍ କରି ନେଇଯିବେ। ଚୁଜ୍ କଲା ପରେ ଏଠି ଆପଣ ଆସିବେ ଯେଉଁ ପ୍ରଥମେ ଯାହା ଆପଣଙ୍କ ସ୍ତ୍ରୀ ଆପଣ ଯଦି ପ୍ରଥମେ ସ୍ତ୍ରୀଙ୍କ ନାଁରେ ଚାଉଳ କାର୍ଡ଼ଟିକୁ ରଖିବେ, ତାଙ୍କୁ ହେଡ଼୍ ବି ରଖିବେ। ଯାହା ଅଛି ଏଠି ଆପଣ ଡିଟେଲ୍ସ ଭରି ନେଇଯିବେ। ଆଧାର ନମ୍ବର, ଯଦି ଆଧାର ନମ୍ବର ନାହିଁ ଏନରୋଲମେଣ୍ଟ ନମ୍ବର ଦେବେ, ଭୋଟର କାର୍ଡ଼ ନମ୍ବର ଦେବେ, ଆଉ ଆପଣଙ୍କ ବାପା ବା ଆପଣଙ୍କ ସ୍ୱାମୀଙ୍କ ନାଁ ଲେଖିଦେବେ। ସ୍ପୋସ୍ ଅଛି। ତାପରେ ଆସିବେ ଏଠି ଆପ୍ଲିକାଣ୍ଟ ନେମ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆଉ ଗୋଟେ ପେଜ୍ ଆସିବ। ଏପରି ଆପଣମାନଙ୍କ ପେଜ୍ ଆସିବ। ତାପରେ ଆପଣ ଏଠି ଯଦି ଇଲେକ୍ଟ୍ରିକ୍ ବିଲ୍ ଅଛି ଆପଣଙ୍କର ତାହେଲେ ଏଠି ଚୁଜ୍ କରି ନେଇଯିବେ। ଯେଉଁ କମ୍ପାନୀର ଆପଣ ଇଲେକ୍ଟ୍ରିକ୍ ବିଲ୍ ଅଛି ଚୁଜ୍ କରି ନେଇଯିବେ। ଇଲେକ୍ଟ୍ରିକ୍ ଡିଭିଜନ୍ ଆପଣଙ୍କର ଯେଉଁ ଡିଭିଜନ୍ର ଅଛି ଡିଭିଜନ୍ ଚୁଜ୍ କରି ନେଇଯିବେ। ଇଲେକ୍ଟ୍ରିକ୍ କନଜ୍ୟୁମର ନମ୍ବରଟା ଦେଇଦେବେ। ତାପରେ ଏଠି କନେକ୍ସନ୍ କାହା ନାଁରେ କନେକ୍ସନ୍ ଅଛି ତା ନାଁ ଦେଇଦେବେ। ଏହିପରି ଏଗୁଡ଼ାକ ଟୋଟାଲ୍ ଆପଣ ଭରି ନେଇଯିବେ। ତାପରେ ଆପଣଙ୍କ ଡକୁମେଣ୍ଟ ହିସାବରେ ଆପଣଙ୍କର ଯେଉଁ ଡକୁମେଣ୍ଟ ଆପଣ ଏଠି ଆଧାର କାର୍ଡ଼, ବ୍ୟାଙ୍କ ପାସବୁକ୍, ଡ୍ରାଇଭିଂ ଲାଇସେନ୍ସ, ଇଲେକ୍ଟ୍ରିକ୍ ବିଲ୍ ଯାହା ବି ଅଛି ଆପଣ ଏଠି ଦେଇପାରିବେ। ତାପରେ ଆଇଡେଣ୍ଟି ହିସାବରେ ଆପଣଙ୍କର ଆଧାର କାର୍ଡ଼, ଭୋଟର ଆଇ ଡ଼ି ଆପଣ ଦେଇପାରିବେ। ମୋବାଇଲ୍ ନମ୍ବର ଦେଇଦେବେ। ଏଠି ଯାହା ମୋବାଇଲର ଅନର ନେମ୍ ଦେଇଦେବେ ଏବଂ ଅଟୋମେଟିକ୍ ସେ ପଳେଇ ଆସିବ। ତାପରେ ଏଠି ଆପଣଙ୍କର ବ୍ୟାଙ୍କ ନେମ୍ ଦେବେ, IFSC କୋଡ଼ ଦେବେ, ଆକାଉଣ୍ଟ ନମ୍ବର ଦେବେ, ହୋଲ୍ଡର ନେମ୍ ସେଭ୍ କରିବେ। ସେଭ୍ କରିକି ଆପଣ ରଖିବେ। ତାପରେ କିଛି ଦିନ ଗଲା ପରେ ଆପଣଙ୍କର ଯଦି ଚାଉଳ କାର୍ଡ଼ ହେଲାନି ତାହେଲେ ଆପଣ କ'ଣ କରିବେ, ଆସିବେ ପୁରା ମୂଳ ପେଜକୁ ପଳେଇ ଆସିବେ। ଆପଣ ମୂଳ ପେଜକୁ ପଳେଇ ଆସିବେ। ଏଠି ତ ଆପଣଙ୍କର ଚାଉଳ କାର୍ଡ଼ ଯଦି ଆପଣ ହେଲା କି ନାହିଁ ଆପଣ ଏଠି ଚେକିଂ କରିପାରିବେ। ତାପରେ ଏହିପରି ଆପଣମାନଙ୍କୁ ଏକ ମୂଳ ପେଜକୁ ପଳେଇ ଆସିବେ। ତାପରେ ତଳେ ଦେଖିପାରୁଥିବେ ଏଠି 1967 ଅଛି। ତାପରେ ତଳେ ଲିଙ୍କ୍ ଅଛି, ଏଠି କ୍ଲିକ୍ କରିବେ। ଆପଣ ଏଠି ଅଭିଯୋଗ ମଧ୍ୟ କରିପାରିବେ। ଆପଣ ଯଦି ଚାଉଳ କାର୍ଡ଼ ହେଲାନି ତାହେଲେ ଏଠି ଅଭିଯୋଗ କରିପାରିବେ। ଡୁ ୟୁ ହ୍ୟାଭ୍ ରେସନ କାର୍ଡ଼ ନ କରିବେ। ନ କଲା ପରେ ଏଠି ଆପଣ ଆଧାର କାର୍ଡ଼ଟିକୁ ଦେବେ, ଲେଟର ଡେଟ୍ ଦେଇଦେବେ, ତାପରେ ସ୍କିମ୍ ଦେଇଦେବେ।
कंपनी नाम देवे आप जहाँ जहाँ अच्छे भरदेवे तापर ये आपणकर जो आप रिसीप्ट बाहर दिला से रिसीप्ट को ये अपलोड करेंगे सबमिट करदे। यहीपरी भाव आप चाउल कार्ड अप्लाई करिकी आप सेपरेट करेंगे।